ଆରେ ଉଦୟ, ଏହାକୁ ଦେଖ। ଆମର ସ୍କ୍ରାଚ୍ ଦୁଃସାହସିକ କାର୍ଯ୍ୟରେ ଆମର ଚରିତ୍ରମାନଙ୍କୁ ଇଣ୍ଟରାକ୍ଟ କରିବାକୁ ଆମେ ପ୍ରସାରଣ ବ୍ୟବହାର କରିପାରିବା। ମାୟା, ତାହା କିପରି କାମ କରେ? ଏହାକୁ ଆମ କୋଡ଼ିଂ ପାର୍ଟିରେ ଏକ ଗୁପ୍ତ ବାର୍ତ୍ତା ପଠାଇବା ପରି ଭାବ। ପ୍ରଥମେ ଆମେ ଜଙ୍ଗଲ ଆବିଷ୍କାର ପରି ଏକ ବାର୍ତ୍ତା ସୃଷ୍ଟି କରୁ। ତେଣୁ ଆମେ ଯିବାକୁ ଆମର ବାର୍ତ୍ତା ପ୍ରସ୍ତୁତ କରୁଛୁ। ବର୍ତ୍ତମାନ ମୁଁ ଏହି ପ୍ରସାରଣ ଜଙ୍ଗଲ ଆବିଷ୍କାର ବ୍ଲକକୁ ମୋ ସ୍ପ୍ରାଇଟ୍ର ସ୍କ୍ରାଚ୍ କୋଡ୍ ଅଞ୍ଚଳରେ ରଖିବି। ପାଇଛି, ତୁମର ସ୍ପ୍ରାଇଟ୍ ହିଁ ବାର୍ତ୍ତା ପଠାଇବ। ତମେ ଠିକ୍ ପାଇଛ। ଏବଂ ଦେଖ ଉଦୟ, ସ୍ପ୍ରାଇଟ୍ ଶୁଣିବାକୁ ପ୍ରସ୍ତୁତ। ଆସନ୍ତୁ ଉଦୟ, ସ୍ପ୍ରାଇଟ୍କୁ ଏକ ଖୁସିର ଅଭିବ୍ୟକ୍ତି ଦେଖାଇ ପ୍ରତିକ୍ରିୟା ଆରମ୍ଭ କରିବା। ଜଙ୍ଗଲ ଆବିଷ୍କାର। ଏହା ଚମତ୍କାର। ମାୟା, ତୁମର ସ୍ପ୍ରାଇଟ୍ ବାର୍ତ୍ତା ପଠାଉଛି ଏବଂ ମୋର ସ୍ପ୍ରାଇଟ୍ ଏହାକୁ ଗ୍ରହଣ କରୁଛି। ଚାଲ ଏହାକୁ କାର୍ଯ୍ୟରେ ଦେଖିବା। ଏଠାରେ ଆମେ ଯିବା। ଏହା କାମ କଲା। ଆମର ଚରିତ୍ର ପ୍ରସାରଣ ମାଧ୍ୟମରେ ଯୋଗାଯୋଗ କରିପାରିବ। ଏବଂ ଏହା ହେଉଛି ଆମର କୋଡ଼ିଂ ଦୁଃସାହସିକର ଆରମ୍ଭ। ଆମେ ସୃଷ୍ଟି କରିଥିବା ସମସ୍ତ କାହାଣୀକୁ କଳ୍ପନା କର। ମୁଁ ଆରମ୍ଭ କରିବାକୁ ଆଉ ଅପେକ୍ଷା କରିପାରିବି ନାହିଁ ମାୟା। ଚାଲନ୍ତୁ କୋଡ଼ିଂ ଯାତ୍ରା ଏକାଠି ଆରମ୍ଭ କରିବା। ବର୍ତ୍ତମାନ ପରବର୍ତ୍ତୀ କାର୍ଯ୍ୟ ଚେଷ୍ଟା କରନ୍ତୁ ଏବଂ ତାପରେ ଆପଣଙ୍କର କାହାଣୀ ପ୍ରୋଜେକ୍ଟ ନିର୍ମାଣ କରନ୍ତୁ।